ବିଜେଡିಗೆ ମିଶିଲେ ସୁଜାତା ଆନୁଷ୍ଠାନିକ ଭାବେ ଦଳରେ ଯୋଗଦେଲେ। ବିଜେଡିಗೆ ମିଶିଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳରେ ଯୋଗଦେଲେ। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଛନ୍ତି। ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ। ବହୁତ ଦିନ ହେଲା ଚର୍ଚ୍ଚାରେ ରହି ଆସୁଥିଲେ ସୁଜାତା। ଆଜି ଆନୁଷ୍ଠାନିକ ଭାବରେ ଶଙ୍ଖ ଭବନରେ ଦଳୀୟ ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି ସୁଜାତା। ଆମ ସହିତ ଫୋନ୍ ଲାଇନରେ ଯୋଡ଼ି ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ଅଭୟପତି। ଅଭୟ, ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଶେଷରେ ସୁଜାତା କାର୍ତ୍ତିକେୟନ ଦଳରେ ଯୋଗ ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା କ'ଣ ହେଉଛି ଅଭୟ? ସୁମନ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଆଜି ଓଡ଼ିଶା ପାଇଁ। କାହିଁକି ନା 2024 ସାଧାରଣ ନିର୍ବାଚନ ପରେ ଯେତେବେଳେ ବିଜୁ ଜନତା ଦଳ ପରାଜିତ ହେଲା ଏବଂ ବିରୋଧୀ ଦଳ ଆସନରେ ବସିଲା, ସେତେବେଳେ ସାରା ରାଜ୍ୟରେ ବିଜୁ ପ୍ରେମୀ ମାନଙ୍କ ମନରେ ଆଶଙ୍କା ଜନ୍ମିଥିଲା କିଏ ସମ୍ଭାଳିବ ଦଳକୁ। ବହୁ ଘାତ ପ୍ରତିଘାତ ବାଦ ବିବାଦ ପରେ ସୁଜାତା କାର୍ତ୍ତିକେୟନ କୁ ଆଜି ଯୋଉ ଦଳରେ ମିଶାଗଲା, ସେ କେବଳ ଗୋଟିଏ କଥା ଯେ ସୁଜାତା କାର୍ତ୍ତିକେୟନ ଦଳର ନେତୃତ୍ୱ ନେବେ। ସୁମନ, ଅଭୟ, ଆମର ରହିବ ପ୍ରଶ୍ନ, ଏ କିଛି ଦିନ ଆଗରୁ ବଦ୍ରିନାରାୟଣ ପାତ୍ର ଖୁଲ୍ଲମ ଖୁଲା ସୁଜାତାଙ୍କୁ ବିରୋଧ ମଧ୍ୟ କରିଥିଲେ, ଦେଖିବାକୁ ମିଳିଥିଲା। ସୁଜାତାଙ୍କୁ ଏଣ୍ଟ୍ରି ପରେ ପାଣ୍ଡିଆନ ବିରୋଧୀ ଗୋଷ୍ଠୀଙ୍କର କ'ଣ ରହିବ ଆଭିମୁଖ୍ୟ? ଏ କଥା ଗୋଟିଏ ମୋଡ଼ ନେବ। କେବଳ ବଦ୍ରିନାରାୟଣ ପାତ୍ର ସୁଜାତାଙ୍କୁ ନୁହଁ, ଖୁଲମ ଖୁଲା ପାଣ୍ଡିଆନକୁ ବି ସେ ବିରୋଧ କରୁଥିଲେ। ତାର କାରଣ ସେ ନିଜେ କହିପାରିବେ। କିନ୍ତୁ ସୁଜାତା କାର୍ତ୍ତିକେୟନ ଦଳରେ ଆଜି ମିଶିବା ପରେ ଆଗାମୀ ଦିନରେ ନବୀନ ବାବୁ ମଧ୍ୟ ଆଜି ଘୋଷଣା କରିଦେଇଛନ୍ତି ଯେ ମୁଁ ନିଜେ ନିର୍ବାଚନ ଲଢ଼ିବି, ମୋ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ। ଏଇଥର ଶେଷ ନିର୍ବାଚନ ଏବଂ ଯାହାକୁ ସେ ଜିତେଇବେ ତାହାକୁ ସେ ମୁଖ୍ୟମନ୍ତ୍ରୀ କରେଇ ପାରନ୍ତି। କିନ୍ତୁ ସୁଜାତା କାର୍ତ୍ତିକେୟନ ଏବେ ଯୁବ ମାନସରେ ଏକ ଲମ୍ବା ଇନିଂସ ଖେଳିବା ପାଇଁ, ଲମ୍ବା ଇନିଂସ ଖେଳିବା ପାଇଁ ଏବେ ବାଟ ଖୋଲି ଯାଇଛି। ସୁମନ, ଏଇଠି ପ୍ରଶ୍ନ ଉଠୁଛି ଅଭୟ, ବିଜୁ ଲିଗାସୀ କହୁଥିବା ଗୋଷ୍ଠୀ ରାଜନୈତିକ ପୁଣି ଗୋଟିଏ ଏକତ୍ରିତ ହୋଇ କିଛି ବଡ଼ ହଲଚଲ କରିବେ କି? ଏଟା ଆଶଙ୍କା ଦେଖାଯାଉ ନାହିଁ। ଯୋଉମାନେ ବିଜୁ ଲିଗାସୀ କହୁଥିଲେ ସେମାନେ ଆପେ ଆପେ ଧୀରେ ଧୀରେ ମଉଳି ଗଲେଣି। ଆପଣ ଏତିକି ଜାଣିଥିବେ, ଗଞ୍ଜାମରେ ହଲଚଲ ହେଲା। ଯୋଉମାନେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ସେମାନେ ପୁଣି ରିଟର୍ଣ୍ଣ କଲେ ଦଳ ବଳ ସହ। ନବୀନ ନିବାସରେ ଯାଇ ପହଞ୍ଚିଲେ ଏବଂ ଭୁଲ ସ୍ୱୀକାର କଲେ ଯେ ଆମେ ଯାଇଥିଲୁ ସେ ଦଳକୁ। ଏବଂ ଏବେ ବର୍ତ୍ତମାନ ଆପଣ ଜାଣିଥିବେ ଗୋଟିଏ କଥାରୁ ଯେ ଆଜି ସୁଜାତା କାର୍ତ୍ତିକେୟନ ଦଳରେ ମିଶିବା ବେଳେ ସେ କହିଥିଲେ ଯେ ନବୀନ ବାବୁଙ୍କ କାର୍ଯ୍ୟକାଳ ସମୟରେ ଦୀର୍ଘ 24 ବର୍ଷ କାଳ ମୁଁ ତାଙ୍କ ଶାସନ କାଳରେ କାମ କରିଥିଲେ। ଅର୍ଥାତ୍ ଯେ ସେ ଥିଲେ ସରକାରୀ କର୍ମଚାରୀ ଭାବେ ସେ କାମ କରିଥିଲେ। ମିଶନ ଶକ୍ତି ତାଙ୍କରି ନାମରେ ମିଶନ ଶକ୍ତି ସାରା ରାଜ୍ୟରେ କାମ କରୁଥିଲା, ଯାହାକି ଆଜି ସେଇଆକୁ ଆଶ୍ରା କରି ବିଜୁ ଜନତା ଦଳ ଆଗକୁ ବଢିବ। ସୁମନ, ଧନ୍ୟବାଦ ଅଭୟ। ଏ ଥିଲେ ଆମର ବରିଷ୍ଠ ସାମ୍ବାଦିକ ଅଭୟପତି।